ଝାରସୁଗୁଡ଼ା ଜିଲ୍ଲା ପୋଲିସର ଫ୍ଲାଗସିପ୍ ନିରୀକ୍ଷଣ ଓ ଅପରାଧ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିଶାମୁକ୍ତି ଓଡ଼ିଶା ଅଭିଯାନ ଅଧୀନରେ ଓରିଏଣ୍ଟ ଥାନା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱସନୀୟ ସୂଚନା ଆଧାରରେ 15 ମେ ତାରିଖରେ ଓରିଏଣ୍ଟ ପୋଲିସ ଏକ ବିଶେଷ ଚଢ଼ାଉ କରି ବହୁ ପରିମାଣରେ ଗଞ୍ଜେଇ ଜବତ କରିଥିଲା। ପୋଲିସ ସୂଚନା ଅନୁସାରେ ମଣ୍ଡଳିଆ ବାଇପାସ ରୋଡ ନିକଟ ମଣ୍ଡଳିଆ ପୋଖରୀ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏହି ଅଭିଯାନରେ ଅଭିଯୁକ୍ତ ଯୋଗେନ୍ଦ୍ର କିଷାନଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ 27 କେଜି 595 ଗ୍ରାମ ଗଞ୍ଜେଇ ଓ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ସହ ଜବତ କରାଯାଇଛି। ସେହିପରି 1100 ଟଙ୍କା ନଗଦ ମଧ୍ୟ ଜବତ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗଞ୍ଜେଇ କାରବାରରେ ମୁଖ୍ୟ ଚକ୍ରାନ୍ତକାରୀ ବଚ୍ଚୁ ଓରଫ ମୃଣାଳକାନ୍ତି ଭୋଇ ପୂର୍ବରୁ ଓରିଏଣ୍ଟ ଥାନା କେସ୍ ନମ୍ବର 83/2026ରେ ଗିରଫ ହୋଇ କୋର୍ଟକୁ ପଠାଯାଇଥିଲା। ସେ ଗୋପନ ଭାବେ ଗଞ୍ଜେଇ ମହଜୁଦ କରିବା ବେଳେ ଯୋଗେନ୍ଦ୍ର କିଷାନ ଏହାକୁ ବିକି ଓ ପରିବହନ କରୁଥିବା ପୋଲିସ କହିଛି। ଗିରଫ ଅଭିଯୁକ୍ତ ଯୋଗେନ୍ଦ୍ର କିଷାନ ଦେଓଗଡ଼ ଜିଲ୍ଲା ବରକୋଟ ଥାନା ଅନ୍ତର୍ଗତ ମାଝି ଚକୁନ୍ଦାପାଲ ଗ୍ରାମର ବାସିନ୍ଦା। ବର୍ତ୍ତମାନ ସେ ଝାରସୁଗୁଡ଼ା ଜିଲ୍ଲା ଦୁର୍ଗାନଗର ଏମକ୍ୟୁ 165 ଠାରେ ରହୁଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଝାରସୁଗୁଡ଼ାରୁ ଘନଶ୍ୟାମ ପଢ଼ିଆରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।